ମୋ ନାମ ହେଉଛି ବ୍ରଜକିଶୋର ଜେନା। ମୁଁ ଅବସରପ୍ରାପ୍ତ ରିଟାୟାର୍ଡ ଶିକ୍ଷକ ଅଟେ। ଏହି କେନ୍ଦ୍ରାପଡ଼ା ଅଧିଷ୍ଠାତ୍ରୀ ଦେବଦେବ ବଳଦେବଙ୍କ ପ୍ରକୋଷ୍ଠ ଭିତରେ ବା ପାଖରେ ମୁଁ ଘର କରି ରହିଛି। ତେଣୁ ଆଜି ହେଉଛି ଏକ ପବିତ୍ର ଦିନ, ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ। ଏ ନବବର୍ଷରେ ହଜାର ହଜାର ଦର୍ଶକ ଆଜି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚନ୍ତି, ଆଳତୀ ଦର୍ଶନ କରନ୍ତି, ପ୍ରଭୁଙ୍କର କୃପା ଲାଭ କରନ୍ତି। ଏହି ପ୍ରଭୁ ବଳଦେବ, ଜଗନ୍ନାଥ, ସୁଭଦ୍ରା, ଦେବାଦେବୀ, ଗରୁଡ଼ ସ୍ତମ୍ଭ, ଅରୁଣ ସ୍ତମ୍ଭ ସମସ୍ତେ ଉପସ୍ଥିତ ରହି ଜନତା କେନ୍ଦ୍ରାପଡ଼ାବାସୀଙ୍କର ସେବା ଶୁଶ୍ରୂଷା ସୁରକ୍ଷାରେ ସବୁବେଳେ ବ୍ରତୀ ଅଛନ୍ତି। ସେମାନଙ୍କୁ ଆଜିର ଦିନରେ ମୁଁ ଠାକୁରଙ୍କ ପାଖରେ ନିବେଦନ କରେ, ପ୍ରଭୁ ଏ ଅଞ୍ଚଳବାସୀଙ୍କର ଦୁଃଖ ଦୂର ହେଉ, ଶାନ୍ତିରେ ଲୋକ ରହନ୍ତୁ, ସମସ୍ତଙ୍କ ହୃଦୟ ପବିତ୍ର ହେଉ ଏବଂ ଶାନ୍ତିରେ କାଳଯାପନ କରି ତାଙ୍କର ନିଜ ନିଜ ବ୍ୟବସାୟରେ ପ୍ରତିଷ୍ଠିତ ହୋଇ କୃଷିର ପ୍ରତୀକ ହଳାୟୁଧ ବଳଦେବ ସମସ୍ତଙ୍କୁ କୃପା କରୁଣା ପ୍ରଦାନ ପୂର୍ବକ ଶାନ୍ତି ଦିଅନ୍ତୁ। ସଂକ୍ରାନ୍ତି ଆଜି ସମଗ୍ର ଦେଶରେ, ସମଗ୍ର ପ୍ରଦେଶରେ ଆଜି ପଣା ସଂକ୍ରାନ୍ତି ପାଳନ ହେଉଛି। ପଣା ତିଆରି ହୁଏ, ପଣା ଲୋକଙ୍କୁ ଦାନ କରାଯାଏ। ମନ୍ଦିର ପରିସରରେ ମଧ୍ୟ ପ୍ରବଳ ପଣା ତିଆରି ହୁଏ, ପଣାର ଭୋଗ ଲୋକମାନଙ୍କୁ ଦିଆଯାଏ। ଏ ପଣା ସଂକ୍ରାନ୍ତି ଏକ ସର୍ବଦିନ ବିଦିତ ବା ସବୁଦିନ ପାଇଁ ଏ ସଂସ୍ଥା ରହିଛି ଏବଂ ରହିଥିବ, ରହି ଆସୁଥିବ। ଏହା ହିଁ ମୋର କାମନା। କେତେ ବାଟ ତାପରେ